ଲୁସାନା ଆସୁନୁ କ'ଣ କହୁନୁ ତୁ ସେଠି ମତେ କହୁଥିଲୁ ଏଠିକି ଆସୁନୁ ଡାଇରେକ୍ଟ କହୁନୁ। ସେ କହୁଛି ଜଣକୁ ରଖ ଜଣକୁ ଛାଡ଼ ନା ଦି ଜଣ ସେ ଏକା ବେଳେ କରିପାରିବିନି। ରୋଷେଇ କରି ଖାଇବାକୁ ଦେଇପାରିବିନି ତମ ସେବା କରିପାରିବିନି। ଯିଏ ହେଲେ ଜଣେ ରହିଲେ ରୁହନ୍ତୁ ଜଣେ ନେଇ ଭାଇଙ୍କ ପାଖରେ ଆଉ ଜଣକୁ ଛାଡ଼। ଓହୋ ମୁଁ ଯାଉଛି ବଜାର ଆଡ଼କୁ ଟିକେ ଆସେ। ବଜାର ଆଡ଼େ କ'ଣ ଯିବ ଆଗ ମୋ କଥା ଶୁଣିକି ଯାଅ। ଆଗ ତୋ କଥା କ'ଣ ଶୁଣିବି ପୁଣି? ମୋର ବହୁତ କିଛି କହିବାର ଅଛି। କ'ଣ କହୁନୁ? ବାପା ବୋଉଙ୍କ ବିଷୟରେ କହିବାର ଅଛି। କ'ଣ ବାପା ବୋଉଙ୍କ ବିଷୟରେ କହିବୁ? ମୁଁ ଏଠି ବାପା ବୋଉଙ୍କ ସେବା ଏକା କରିପାରିବିନି ଦି ଜଣଙ୍କର। କ'ଣ କରିପାରିବିନି ତାଙ୍କୁ ନେଇ ତମ ବଡ ଆଉ ଗୋଟେ ତ ଭାଇ ଅଛନ୍ତି ତମ ବଡ ଭାଇ ପାଖରେ ଛାଡ଼ିଦିଅ। କାହାକୁ ଛାଡ଼ିଦେବି? ବାପା ବୋଉଙ୍କୁ। ମୁଁ ଏଠି କରିପାରିବିନି ଦି ଜଣ ସେବା ଖାଇବାକୁ ଦେଇପାରିବିନି କି ସେବା କରିପାରିବିନି। ଆଉ ଗୋଟେ ଭାଇ ପୁଅ ଅଛି ତାଙ୍କର ସେଠି ରହୁନାହାନ୍ତି ଏଠି କ'ଣ ପାଇଁ ଦି ଜଣ ରହୁଛନ୍ତି? ହଁ ତୋର ଏମିତିଆ କଥାବାର୍ତ୍ତା ତୁ ଯାହା ଖାଇ ରୋଷେଇବାସ ଯାହା କର ମୁଁ ଯାଉଛି ଆସେ। ମୁଁ କରିପାରିବିନି। କ'ଣ ନେଇ ଛାଡ଼ ଆଗ ନହେଲେ ହୋଟେଲରୁ ଆଣିକି ଦିଅ ମୁଁ କରିପାରିବିନି। କୋଉ ଜଳାରେ ମୁଁ ବାହାରକୁ ଯିବା ପୂର୍ବରୁ ଆଗ ବାପା ବୋଉଙ୍କୁ ଛାଡ଼। ପୁଣି ଆଉ ଗୋଟେ ପୁଅ ଅଛନ୍ତି ନା ନାଇଁ ତାଙ୍କର ଏଠି କ'ଣ କାହିଁ ରହିଛନ୍ତି? ମୁଁ କରିକି ଏତେ ଦେଇପାରିବିନି। ଆଉ ତୁ ରହ ବାପା ବୋଉ କାଲିଠାରୁ ତ ପୂର୍ଣ୍ଣିମା ଗଲା ଆଉ ଗୋଟେ କାମ କର। ଲୁସନ ଡାକୁଛି ଘରେ ଏଠି ତମ ଦି ଜଣଙ୍କର ସେବା କରିଲା ଠାରୁ ତମେ ଗୋଟେ କାମ କର ଭାଇ କତିକି ତମେ ଜଣେ କିଏ ପଳେଇ ଯାଅ। ସିଏ ତ ଏକୁଟିଆ ତାର ରହିଛି ତମେ ଦି ଜଣ ଯାକ ଏଠି ରହିଲା ଠାରୁ ସିଏ ଟେନସନରେ କିଛି କରିପାରୁନି। ତମେ ଗୋଟେ କାମ କର ତମେ ତା ପାଖରେ ଯାଇକି ଜଣେଇ ଦିଅ। ଏ ବୟସରେ ତୁ ଆମକୁ ଅଲଗା କରିବାକୁ କହୁଛୁ? କ'ଣ ଅଲଗା? ତମ ଭାଇ ପାଖରେ ଜଣେ ରହିବ ମୋ ପାଖରେ ଜଣେ ରହିବ ସେଥିରେ କ'ଣ ଅଛି? ଭାଇ ପାଖରେ ଜଣେ ରହିବ ତୋ ପାଖରେ ଜଣେ ରହିବ। ହଁ ତମେ ଯେତେବେଳେ ଛୋଟ ହେଇଥିଲା ଆମେ ତ କୋଉଠି ଅଲଗା ଅଲଗା ରଖୁନଥିଲୁ। ଲୁସାନା ଆସୁନୁ କ'ଣ କହୁନୁ ତୁ ସେଠି ମତେ କହୁଥିଲୁ ଏଠିକି ଆସୁନୁ ଡାଇରେକ୍ଟ କହୁନୁ। ସେ କହୁଛି ଜଣକୁ ରଖ ଜଣକୁ ଛାଡ଼ ନା ଦି ଜଣ ସେ ଏକା ବେଳେ କରିପାରିବିନି। ରୋଷେଇ କରି ଖାଇବାକୁ ଦେଇପାରିବିନି ତମ ସେବା କରିପାରିବିନି। ଯିଏ ହେଲେ ଜଣେ ରହିଲେ ରୁହନ୍ତୁ ଜଣେ ନେଇ ଭାଇଙ୍କ ପାଖରେ ଆଉ ଜଣକୁ ଛାଡ଼। ଆରେ କ'ଣ କହୁଛୁ ତୁ କ'ଣ କହୁଛୁ? ସିଏ କହୁଛନ୍ତି ତମେ ବଡ ପୁଅ ପାଖରେ ରହିବ ମୁଁ ସାନ ପୁଅ ପାଖରେ ରହିବି। କ'ଣ ମୋ ବଡ଼ ପୁଅ କତିକି ଯିବି? ସିଏ ତ ମୁଣ୍ଡିଆଟା ଆଉ ଚାଷବାସ କରୁଛି। ମୁଁ ତ ଭଲରେ ରିଟାୟାର୍ଡ କରିଛି ଚାକିରି ବାକିରି ଦେଲି। ଆଉ ତୁ ସେଠିକି କ'ଣ ମୋତେ ପଠଉଛୁ ଯିବା ପାଇଁ? ଚାକିରି ବାକିରି କଲେ କ'ଣ ହେଇଗଲା ସବୁ? ସିଏ ପୁଣି ବସିକି ତାର ଖାଉଛି ଚାଷବାସ ଜମି ସିଏ ତାର ସବୁ ଯାକ କରିକି ଖାଉଛି ନା ଆମର କ'ଣ ଦେଇ ପକଉଛି ସିଏ? ତୁ ଦି ପଇସା ଇନକମ୍ କରୁଛୁ ବିଲ ତ ସିଏ ଅଧେ ନେଇଛୁ ତୁ ଅଧେ ନେଇଛୁ। ଚାକିରି ତ ତୋତେ ବାପା ଦେଲେ। ବିଲ କୋଉଠି ମୁଁ ଅଧିକା ନେଇଛି? ମୁଁ ବିଲ ଆମ ବିଲ ନେଇଛି ନା ଆଉ ମୁଁ ତାଙ୍କର ପୁଣି କିଛି କର୍ତ୍ତବ୍ୟ ଅଛି ନା ନାଇଁ ଲୋକଙ୍କର କରିବା। ହଁ ସେ କାହିଁ ଏକା ବସି ଖାଇବେ? ହଁ ଆମେ କାହିଁ କାହିଁ କରେଇ ଦବୁ? ସେ ତ ପୁଣି ଗୋଟେ ପୁଅ ନା ନାଇଁ? ବାପା ଯଦି ତମକୁ ଚାକିରିଟା ନ ଦେଇଥାନ୍ତେ ତମେ କୋଉଠି ଦି ପଇସା ଇନକମ୍ ସେମିତି ତା ଭଳିଆ ବିଲରେ ପଡ଼ିଥାନ୍ତ। ତମେ ଦି ପଇସା କୋଉଠି ଇନକମ୍ କରିଥାନ୍ତ? ତ ମୁଁ ଅଛି ତ ମୋ ବାହା କରୁନି ତମେ କୋଉଠି ତ ମୋ ବାହା କରିଥାନ୍ତ। ମୁଁ ଏତେ ବାପା ତ ଯେତେବେଳେ ବାଦ ଥାନ୍ତା ସିଏ ପାଠ ସାଠ ପଢିନି ବୋଲିକିରି ତାକୁ ଚାକିରି ନ ଦେଇ ତୋତେ ପାଠ ସାଠ ଦି ଅକ୍ଷର ପଢିଥିଲୁ ତୋତେ ଚାକିରିଟା ଦେଲେ। ତା ବେଲେ ତୁ ଏଇ ଆମକୁ ଏଇ ଅବସ୍ଥାରେ ଏଇ କଥା କରିବାକୁ କହୁଛୁ? ଆରେ କ'ଣ ତମେ ଭାବୁଛ ଆମେ ଜାଣିପାରୁନୁ? ଏ ବୟସରେ ଆମକୁ ଅଲଗା କରିବାକୁ ଚାହୁଁଛ? ଶୁଣୁ ତମର କେତେ ପଇସା ମୁଁ ରୋଜଗାର କରୁଛି ଚାକିରି କରିଛି ବୋଲି ତମ ମେଡିସିନ ଖର୍ଚ୍ଚ ମାସକୁ 5,000 7,000 ଟଙ୍କା ମେଡିସିନ ଖର୍ଚ୍ଚ ଯାଉଛି। ତମ ଖାଇବା ପିଇବା ନାଇବା ପିନ୍ଧିବା ମୁଁ ପୁଣି ସବୁ ଖର୍ଚ୍ଚ ବାର୍ଚ୍ଚ ମୁଁ ପୁଣି କୋଉଠି କରୁଛି? ମୁଁ ଏତେ ଖର୍ଚ୍ଚ ବାର୍ଚ୍ଚ କରିବି ମୋର ଆଡ଼କୁ ପୁଣି ମୋର ଭବିଷ୍ୟତ ମୋର ପଡ଼ିଛି ନା ନାହିଁ? ତୋର ଭବିଷ୍ୟତ ପଡିଛି। ଆଉ ଆମେ ଯେତେବେଳେ ମେଡିସିନ ତମକୁ ସବୁ ଯୋଗାଉଥିଲୁ ଏମିତି ତ ଆମ ଭବିଷ୍ୟତ ଦେଖୁନଥିଲୁ। ଆମେ ସେତେବେଳେ ଏମିତି ଭବିଷ୍ୟତ ଦେଖୁଥିଲୁ ନା ନାଇଁ? ତୁ କ'ଣ କହିଲୁ ଜଣକୁ ନେଇକି ସେଠି ଛାଡୁ ଜଣକୁ ଏଠି ଛାଡ଼ିବୁ? ଜଣେ ତ ସେଠି ତା ପାଖରେ ରହିବ ଜଣେ ଏଠି ମୋ ପାଖରେ ଅସୁବିଧା କ'ଣ? ଏ ଅବିକା ତ ଏ ସଂସାରରେ ଅବିକା ଏଇଆ ଚାଲିଛି ସବୁ। ଯଦି 4 ଜଣ ପୁଅ ହଉଛନ୍ତି 4 ଜଣ ପୁଅ ପାଖରୁ 2 ଜଣ ପାଖରେ ଯଦି ବଣ୍ଟା କୁଣ୍ଟା ହେଇକି ମାସେ ମାସେ ପାଳି କରିଦଉଛନ୍ତି। ହଁ ସେ ମାସିକିଆ ପାଳି ସବୁ ଶିଖିକିରି ସେଇ ମାସିକିଆ ପାଳି କରିବୁ କହୁଛୁ? ବୋଲେ ଆମେ ତ 2 ଜଣ ମୁଁ ମାସିକିଆ ପାଳି କ'ଣ କରିବି? ମୁଁ କହିଲି ତୁ ତୋର ଯାହା କଲେ ଜଣେ ରଖିବୁ ମୁଁ ମୋର ଜଣକୁ ଯାହା କଲେ ରଖିବି। ତମେ କ'ଣ କହୁଛ? ସଂସାରରେ ଯାହାଟା ଘଟୁଛି ସେଇଆଟା ହଉଛି ଏଥିରେ କ'ଣ? ନାଇଁ ମୁଁ କହିବାର କଥା ସିଏ ତାଙ୍କର ଏଠି ରୁହନ୍ତୁ ଆମେ ପଳେଇବା 2 ଜଣ ବଡ଼ ପୁଅ କତିକି। ଆମେ ସିଆଡ଼େ ରହିବା ତା ଯୋଉ ସେ ବିଲବାଡ଼ି ତା ଯଦି ହାତ ଗୋଡ଼ ଚାଲିଛି କରିକି ଖାଇବା ଆଉ କ'ଣ କରିବା।
ହାତ ଗୋଡ଼ ଚାଲିଛି କରିକି ଖାଇବ। ହୁଁ। ଆଉ ଚାକିରିଟା ଆକୁ ଦେଇଦେଲ ହୁଁ। ଏଇନା ତା ପାଖକୁ କୋଉ ମୁହଁ ନେଇକିରି ଯିବ? ସିଏ କହିବ ତାକୁ ଚାକିରି ଦେଇଦେଲ, ସିଏ ପଇସା ରୋଜଗାର କରିବ, ତା ପିଲା ଭଲରେ ରହିବେ, ତା ପିଲା ଘର ଦ୍ୱାର କରିବେ, ମୋ ପିଲା ପାଖରେ ଖାଲି ଜମି ବାଡ଼ି ଦିଖଣ୍ଡ, ମୁଁ ମୂଲ ନାଗିଲେ ଫୁଲ ଗୁନ୍ଥୁଛି। ସିଏ ତମକୁ କେମିତି ଚଳେଇବ? ସିଏ କେମିତି ଚଳେଇବ କଣ କରିବ ସେ କଥା ସିଏ ତାର ଜାଣିନଥିବ। ମୁଁ ବା 10-12 ବର୍ଷ ହେଲା ମୁଁ ଆସିକି ଚଳେଇନି ତମ 2 ଜଣଙ୍କୁ ମୋ ବାହାଘର ପରଠାରୁ। ସିଏ ତାର କେମିତି ଚଳେଇବ ସିଏ ତାର ଜାଣିନଥିବ। ସିଏ କଣ ଜମି ବାଡ଼ିରୁ ଜମା ଲାଭ ହଉନି ନା ଇଏ ହଉନି? ତୋର ଶେଷ ନିଷ୍ପତ୍ତି ଆଇ କଣ ଚାଲିବ ଶେଷ? ତୋର ଶେଷ ନିଷ୍ପତ୍ତି ଆଇ ମାନେ ଜଣକୁ ରଖିବୁ ଜଣକୁ ଛାଡ଼ିବୁ। ହଁ ହଉ ଚାଲ, ସିଏ ବି ରାଜି ଅଛି, ସିଏ ଦୁଃଖରେ ରହିଲା ବି ତା ଛୁଆ ଯୋଉ ଶାଗ ପଖାଳ ଖାଇବେ ଆମକୁ ଦେଇପାରିବ। ଆମେ 2 ଜଣ ଯାକ ଚାଲ, ଆମେ ସେଇଠି ଗୋଟାଏ ଜାଗାରେ ରହିବା। ଯା, ଜଣକୁ ରଖିବା ଦରକାର ନାହିଁ, ଜଣକୁ ଆମେ ହନ୍ତସନ୍ତ ହେଇକିରି ଅଲଗା ଅଲଗା ରହିପାରିବୁ। ମୁଁ ଏଠି ମାଛ ଭାତ ଖାଇବି, ସିଏ ସେଠି ଶାଗ ଭାତ ଖାଇବ। ମୋ ପେଟକୁ ଦାନା ଯିବନି କି ସିଏ ମତେ ଦେଖିପାରୁନଥିବ, ମୁଁ ତାକୁ ଦେଖିପାରୁନଥିବି। କିନ୍ତୁ ଏମିତି ରହିବା ଆମେ ରହିବୁନୁ। ଚାଲ ଚାଲ ଚାଲ, ମୁଁ ତା ପାଖରେ ମୁଁ ରହିବି। ଚାଲ ତମେ ସିଆଡେ ରହିବ। ହଁ ଆଉ ସେ ଯାଆନ୍ତୁ ଭଲ ହଁ ସେ ଯାଆନ୍ତି, ଆମେ ଚାଲ। ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ। ଆଜ୍ଞା ମୁଁ କହୁଛି ଆଜ୍ଞା ଗୋଟିଏ ପୁଅ। ଆଜ୍ଞା ଏ ଭିଡ଼ିଓଟି ଯେଉଁ ହେଇଛି ମୁଁ ଆଉ ବାପା ବୋଉଙ୍କୁ ଛାଡ଼ିକି କୁଆଡ଼େ କୋଉ ମୋ ଭାଇ କତିକି ମୋର ଯିବି? ଆଜ୍ଞା ମୋର ଆଜ୍ଞା କହିବା କଥା କି ଏଇ ଯେଉଁ ସମାଜରେ ଯେଉଁ 4-5 ଜଣ ଭାଇ ରହୁଛନ୍ତି କି 2 ଜଣ ପୁଅ ରହୁଛନ୍ତି, ସେମାନଙ୍କ ଘରେ ପ୍ରାୟ ଜାଗାରେ ହିଁ ଦେଖିବେ ଏଇସବୁ ଧନ୍ଦା ହେଉଛି। ତୁ ବାପାକୁ ରଖ 2 ମାସ, ତୁ ମାଆକୁ ରଖ 2 ମାସ, ତାପରେ ମୁଁ ରଖିବି, ତାପରେ ସିଏ ରଖିବି। ବାପା ବୋଉ ଯୋଉ ଅଲଗା କରିଦଉଛନ୍ତି, ମାନେ ପରିଣତ ବୟସରେ ଯୋଉ ଅଧିକା ବୟସ ହେଲା ବେଳକୁ ସେମାନଙ୍କର ଭଲ ପାଇବାଟା ଅଧିକା, ପରସ୍ପର ପାଖରେ ରହିବାକୁ ଚାହାନ୍ତି। ଆଉ ପିଲାମାନେ କଣ କରୁଛନ୍ତି, ବାପାକୁ ଗୋଟେ ଜାଗାରେ ବୋଉକୁ ଗୋଟେ ଜାଗାରେ ରଖୁଛନ୍ତି। ସିଏ ଆଉ ତାଙ୍କ ଦୁଃଖ ସୁଖ ହେଇପାରୁଛନ୍ତି ନା, କିଏ କାହାକୁ ଦେଖିପାରୁଛନ୍ତି ନା। ଯିଏ ଯାହା ଖାଉଛି, ଇଏ ଅଲଗା ଖାଇଲା ବେଳକୁ ସିଏ ଅଲଗା ଖାଉଛନ୍ତି। ସିଏ ତାଙ୍କ ସମ୍ପର୍କକୁ ଭାଙ୍ଗି ଦଉଛନ୍ତି, ବାପା ବୋଉଙ୍କ ସମ୍ପର୍କକୁ ଭାଙ୍ଗି ଦଉଛନ୍ତି। ବୟସ ତାଙ୍କର ବଢିଲା ବେଳକୁ ତମେ ତାଙ୍କୁ ଆହୁରି ଅଧିକା ଟେନସନ ଦେଇ ଦଉଛ। କିନ୍ତୁ ବାପା ବୋଉକୁ ଅଲଗା କରନି, ଗୋଟେ ଜାଗାରେ ରଖ। ମାନେ ମୁଁ ଏ କଥାଟା କହୁଛି ସମସ୍ତଙ୍କ ଗାଁରେ ଘଟିଥିବ, ସମସ୍ତଙ୍କ ଏରିଆରେ ବି ଏ ଘଟଣା ଘଟିଛି। ମୁଁ କହୁନି ଯେ ଆମ ଗାଁରେ ଘଟିନି ବୋଲି, ଆମ ଗାଁରେ ବି ଘଟିଛି। ସମସ୍ତ ଏଇଟା ଆଜ୍ଞା ଏଇଟା ବା ହେଇଯେ ଗଲା, ଏଇଟା କଳିଯୁଗ ହେଇଗଲା। ଆଜ୍ଞା ଯେଝା ସ୍ୱାର୍ଥ ଯେଝା ସମସ୍ତେ ଦେଖିବେ। ଆଉ ବଡ଼ ଭାଇ ଯଦି ଅଧିକା ପଇସା ବାପା ମା ପିଛା ଖର୍ଚ୍ଚ କରିଦେଲା, ସାନ ଭାଇ ପାଇଁକା କାଳ ବଡ଼ ଭାଇ ସେଠୁ କହିବ ମୁଁ ଏତେ ପଇସା କାହିଁ ଖର୍ଚ୍ଚ କରିବି, ମୋର ପିଲା ଛୁଆ ହେଲେ, ମୋ ପରିବାର ସଂସାର ବଢ଼ିଲେ, ମୋ ପରିବାର ସଂସାର ମୁଁ ଦେଖିବି ନା, ମୋ ପିଲା ମୁଁ ତମକୁ ଦେଖିବି ଏ ବୁଢ଼ା ବୟସରେ। ଏଇଆ ହେଉଛି କଥା। ଆଉ ଜଗନ୍ନାଥ ସମସ୍ତଙ୍କୁ ଭଲରେ ରଖନ୍ତୁ, ଆଉ ବାପା ମାଆଙ୍କୁ ଏମିତି ହତାଦର କରନ୍ତୁନି। ଆଉ ପିଲାମାନେ ଆଉ ଭିଡ଼ିଓଟି ଯଦି ଭଲ ଲାଗିଥିବ ନିଶ୍ଚିନ୍ତ ଲାଇକ୍ କମେଣ୍ଟ ସେୟାର କରିବେ। ଆପଣ ତ ଜାଣିଥିବେ ଆଉ କଣ।